ରୋଗ ଏଡିସ୍ ମଶା ଦ୍ୱାରା ବ୍ୟାପିଥାଏ। ଏହି ମଶା ଆମର ପଡିଥିବା ଅଭଡ଼ା ହାଣ୍ଡି, କପ୍, ଗ୍ଲାସ, ଥାଳି, ପଇଡ଼, ଖୋଳ, ଟିଣ, ଡବା ଏବଂ ଘରେ ଥିବା ଫୁଲ କୁଣ୍ଡ, ଛାତ ଉପରେ ଥିବା ପାଣି ଟାଙ୍କି କିମ୍ବା ଘର ପାଖରେ ଜମିଥିବା ସ୍ୱଚ୍ଛ ଅଳ୍ପ ପାଣିରେ ଡିମ୍ବ ଦେଇଥାଏ। ଏହି ସବୁ ମଶା ଏଡିସ୍ ମଶା ବଂଶ ବୃଦ୍ଧି ଓ ଡେଙ୍ଗୁ ରୋଗ ବ୍ୟାପିବାର କାରଣ। ଏସବୁ ହଟେଇବା କିମ୍ବା ନିୟମିତ ସଫା କରିବା ବ୍ୟବସ୍ଥା କରନ୍ତୁ। ମଶା କାମୁଡ଼ାରୁ ରକ୍ଷା ପାଇବା ପାଇଁ ନିୟମିତ ମଶାରୀ ଓ ମଶା ନିବାରକ ବ୍ୟବହାର କରନ୍ତୁ। ଦେହ ହାତ ଗୋଡ଼କୁ ସମ୍ପୂର୍ଣ୍ଣ ଘୋଡ଼େଇ ରଖିପାରୁଥିବା ଭଳି ପୋଷାକ ପିନ୍ଧନ୍ତୁ। ଜ୍ୱର ସହ ହାଡ଼ ଗଣ୍ଠି ଯନ୍ତ୍ରଣା ଓ ଆଖି ପଛପଟ ଭୀଷଣ ଯନ୍ତ୍ରଣା ଅନୁଭବ ହେଉଥିଲେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରାଇ ଚିକିତ୍ସିତ ହୁଅନ୍ତୁ। ଡେଙ୍ଗୁ ରୋଗକୁ ଦୂରାନ୍ତୁ। ମଶା ନିବାରକ ବ୍ୟବହାର କରନ୍ତୁ। ଦେହ ହାତ ଗୋଡ଼କୁ ସମ୍ପୂର୍ଣ୍ଣ ଘୋଡ଼େଇ ରଖିପାରୁଥିବା ଭଳି ପୋଷାକ ପିନ୍ଧନ୍ତୁ। ଜ୍ୱର ସହ ହାଡ଼ ଗଣ୍ଠି ଯନ୍ତ୍ରଣା ଓ ଆଖି ପଛପଟ ଭୀଷଣ ଯନ୍ତ୍ରଣା ଅନୁଭବ ହେଉଥିଲେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରାଇ ଚିକିତ୍ସିତ ହୁଅନ୍ତୁ। ଡେଙ୍ଗୁ ରୋଗକୁ ଦୂରାନ୍ତୁ। Turn on. Play recording. ଡେଙ୍ଗୁ ରୋଗ ପ୍ରତି ସତର୍କ ଓ ସଚେତନ ରୁହନ୍ତୁ। ଏହି ରୋଗ ଏଡିସ୍ ମଶା ଦ୍ୱାରା ବ୍ୟାପିଥାଏ। ଏହି ମଶା ଆମର ପଡ଼ିଥିବା ଅଭଡ଼ା ହାଣ୍ଡି, କପ୍, ଗ୍ଲାସ, ଥାଳି, ପଇଡ଼, ଖୋଳ, ଟିଣ, ଡବା ଏବଂ ଘରେ ଆପଣଙ୍କର ଅଲବେଣ୍ଡାଜଲ ଖାଇବେ, କିନ୍ତୁ 6 ବର୍ଷ ହେଲା ପରେ ଆମକୁ ଖାଇପାରିବେ ହେଲା। ଉଚ୍ଚତା ଅନୁସାରେ ଖାଇପାରୁଛନ୍ତି ଆପଣ ନିଜ ପାଖାପାଖି ଲୋକଙ୍କୁ ଟିକେ କନଭେନ୍ସ କରିବେ ଯେ ଆପଣ କରିବେ, କାହିଁକି ନା ଲୋକ ଜାଣିପାରୁନାହାନ୍ତି। ଫାଷ୍ଟ ଏହାର ଫାଷ୍ଟ ଲକ୍ଷଣ ହେଉଛି ଆପଣଙ୍କର ଆସନ୍ତା କୋଭିଡ ଲକ୍ଷଣ ଥଣ୍ଡା ହେଇକି ପାଦ ଫୁଲେଇଲେ ନା, ତାପରେ ଧୀରେ ଧୀରେ ଉପର ପାଦକୁ ସେ କଭର କରିବେ। ସେକେଣ୍ଡ ଷ୍ଟେଜ୍ ହେଲା। ଥାର୍ଡ ଷ୍ଟେଜରେ ଆପଣଙ୍କୁ ଲେରି ବସିଯିବ, ମାନେ ପତା ହେଲା ପରେ ଆପଣଙ୍କର ଏଇ ଜାଗାରେ ଯୋଉ ଛୁମିକି ଲେରି ବସିଛି ସେଟା ଥାର୍ଡ ହେଲା ମାନେ ଆପଣଙ୍କର ଆଉ ତାର ଇଲାଜ ନାହିଁ। ଆପଣ ବୁଝିପାରିଲେ ନା? ଫାଷ୍ଟ ସେକେଣ୍ଡ ଫାଷ୍ଟ ହେଲା ଆପଣଙ୍କ ଗଣ୍ଠି ଫୁଲିବ, ଏଇ ଗଣ୍ଠି ଫୁଲିବ ଫାଷ୍ଟ। ସେକେଣ୍ଡ ହେଲା ଫିଲଅପ୍ କରି ପୁରା ପାଦ, ବୁଝିପାରିଲେ? ଥାର୍ଡ ହେଉଛି ଆପଣଙ୍କ ଲେଟ୍ ପଡ଼ିବ। ଯେତେବେଳେ ଲେଟ୍ ପଡ଼ିଗଲା ମାନେ ସେଟା ଆଉ ଇଲାଜ ହୁଏନି, କେବଳ ଲୋକଙ୍କର ଆକର୍ଷଣ ଖାଲି ତାଙ୍କୁ ଖାଆନ୍ତି। କିନ୍ତୁ ମେନ୍ ହେଲା ଆଉ ଅନ୍ୟ ଲୋକମାନଙ୍କୁ ନ ହେବାକୁ ତାଙ୍କୁ ବି ଟିକେସନଟା ଦିଆ, ବୁଝିପାରିଲେ? ଆଉ ଏଇଟା ଆମେ ଜାଣୁଛୁ ଆମ ବଡ଼ିରେ ମ୍ୟାକ୍ସିମମ୍ ଲେଡିଜଙ୍କର ପାଖରେ ବେଶୀ ପରିମାଣ ଦରକାର, କାହିଁକି ଆମେ ବେଶୀ ପରିମାଣରେ ଆମେ ଥଣ୍ଡାରେ କାମ କରୁ ବା ଯେତେବେଳେ ପ୍ରେଗନେନ୍ସି ରହୁଛି ସେତେବେଳେ ଆମେ ନିଜକୁ କେୟାର ନାଇଁ ନେଇଥାଉ ହେଲା। ଆମକୁ ଯେତେବେଳେ ବୟସ ଯାଏ ଆମମାନଙ୍କୁ ରକ୍ତ ଗରମକୁ ଆମେ ମାନେ କ'ଣ କହୁ ନା ଆମେ ପୁରା ସୁସ୍ଥ ଅଛୁ। ଆମେ ଯେତେବେଳେ ପିଲା ଜନ୍ମ କରୁଛୁ ସାଙ୍ଗେ ସାଙ୍ଗେ ପାଣି ଜିନିଷ କାମ ହୁଏ, କୌଣସି କାମ ହୁଏ ସାଙ୍ଗେ ସାଙ୍ଗେ ଆମେ ନେଇଯାଉଛୁ। ସେଥିପାଇଁ ଆମକୁ ବେଶୀ ଆଡଭାଇସ୍ କରୁ ଯେ ପ୍ରେଗନେନ୍ସି ରହିଲା ବେଳେ ଆଉ ପ୍ରେଗନେନ୍ସି ଡେଲିଭରି ହେଲା କେମିତି ଆପଣ ଯତ୍ନ ନେବେ।